ଭଲ ହେଲା ତମେ ଆଇଛ ତମେ ତ ଖୋଜୁଥିଲି ମୁଁ ଆଉ ଆଚ୍ଛା କହୁନାହାନ୍ତି ଆଚ୍ଛା ତୁ ଭରସା ପାଉନି ତୁ ଚୋରୁଟା ଭଳିଆ ଦେଖାଉଛୁ ରହ ସେମିତି କାଁ ହଉଛୁ ଏକୁଟିଆ ଏକୁଟିଆ ଗଲେ ସିନା ଅସୁବିଧା 3 ଜଣକୁ ଏକା ସାଙ୍ଗେ ପଠେଇଲେ ଆଉ କିଛି ନାହିଁ ହଁ ଆଜ୍ଞା ତମେ 3 ଜଣ ଟିକେ ବସଷ୍ଟାଣ୍ଡ ଯାଇଯିବ ବସଷ୍ଟାଣ୍ଡ କଣ ପାଇଁ ସେ କଥା କଣ କି ମୋ ଝିଅକୁ ତାର 5 ବର୍ଷ ହେଇଥିଲା ଆଜ୍ଞା ତା ମା ଚାଲିଲା ତମେ ତ ଜାଣିଛ ତାପରଠୁ ମୁଁ ତାକୁ ନେଇ ତା ମାମୁଁ ଘର ଛାଡ଼ି ଦେଇଥିଲି ହେଲେ ସିଏ ଆଜି ଆସୁଛି ତା ପରଠୁ ତ ଆଜି ପର୍ଯ୍ୟନ୍ତ ମୁଁ ପୁରା ଉପାସ ଆଉ ସାଙ୍ଗ ନିଜା ନାଇଁ ନାଇଁ ଫଳମୂଳ ମଝିରେ ମଝିରେ ଖାଏ ଘର ଖାଦ୍ୟ ତ ଭାଗ୍ୟରେ ନାହିଁ ଯାହା ସେଇ ଭାଡ଼ି ଫାଡ଼ି ଟିକେ ଖାଇବା କଥା ସେ ଫଳ ଖାଉଛନ୍ତି ମୁଁ ଭାବିଲି ବୋଧେ ସାଥେ ଚେଷ୍ଟା କରି କରି ନିଷ୍ଠାର ସହିତ କାଷ୍ଟା ଉପବାସ କରିଛନ୍ତି ସେ ବେକାର କଥା ବନ୍ଦ କର ଆଜ୍ଞା ମତେ ଗୋଟେ କଥା କରେ ତମାନେ ମୋ ଝିଅକୁ ଚିହ୍ନିବ କେମିତି ଆପଣ ସେମିତି କାହୁଛନ୍ତି ଆପଣଙ୍କ ଝିଅ ତ ଏଡ଼ିକି ଟିକେ ନଥିଲା ଆମରି ଆଗରେ କେତେ ଜଣ ନଗଳାଇ ଟଙ୍କା ଟଙ୍କା ଚାଲିଛି ନା କଣ ଆଜ୍ଞା ସେ ଏବେ ଡ୍ରେସ୍ ପିନ୍ଧିଲାଣି ମାପ ମନେ ରଖିଛି ସାର୍ ବିଶ୍ୱାସ କରିବେନି ଏଇଠୁ 7.5 କିଲୋମିଟର ଦୂରକୁ ଅନେଇବି ଜାଣିପାରିବେ ଆପଣଙ୍କ ସାଞ୍ଚ କୋଉଟା ଆପଣଙ୍କ ଝିଅ କୋଉଟା ସେ ବେକାର କଥା ତୁ ବନ୍ଦ କର ଯାଅ ନେଇକି ଆସିବ ଯାଅ ଆଜ୍ଞା ଯାଅ 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 ଭକ୍ତିରେ ଦିଏ ଆରେ ହଁ ହେଲା ଯାଅ ଯାଅ